ଆମେରିକାର ସୁପ୍ରିମକୋର୍ଟରେ ବର୍ତ୍ତମାନ ଏକ ବିଚାରାଧୀନ ଅଛି ଗୋଟେ ଗୁରୁତ୍ୱପୂର୍ଣ୍ଣ ମକଦ୍ଦମା। ଯେଉଁ ମକଦ୍ଦମାର ସାରାଂଶ ହେଉଛି ଆମେରିକାର ରାଷ୍ଟ୍ରପତି ବିଦେଶରୁ ଆମଦାନୀ ହେଉଥିବା ଜିନିଷ ଉପରେ ଯେଉଁ କର ବସେଇଛନ୍ତି ସେଇଟା ତାଙ୍କର ଅଧିକାର ଭିତରେ ଅଛି ନା ଅଧିକାର ବହିର୍ଭୂତ। ଅର୍ଥାତ୍ ସୁପ୍ରିମକୋର୍ଟ ବିଚାର କରିବ ଯେ ଆମେରିକାର ରାଷ୍ଟ୍ରପତି କୌଣସି ଦ୍ରବ୍ୟ ଉପରେ ଯାହା ଆମେରିକାକୁ ରପ୍ତାନି ହେଇକି ବାହାର ଦେଶରୁ ଯାଉଛି ବିକ୍ରି ହେବା ପାଇଁ ଆମେରିକାକୁ ଆସୁଛି ସେଥିରେ ରାଷ୍ଟ୍ରପତି ଚାହିଁଲେ ଟିକସ ବସେଇ ପାରିବେ ତାଙ୍କ ମନକୁ କି ନା। ଏ ପ୍ରଶ୍ନ ଏ କଥା ଉଠିଲା ସେତିକିବେଳିଆ ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହେଇକରି ହ୍ୱାଇଟ୍ ହାଉସ୍କୁ ଆସିଲେ ଏବଂ ସିଏ କହିଲେ ଯେ ଆମେରିକାକୁ ପୃଥିବୀର ସବୁଠୁ ପ୍ରଭାବଶାଳୀ ଦେଶ ଧନୀ ଦେଶ କରିବାକୁ ପଡ଼ିବ, ମେକ୍ ଆମେରିକା ଗ୍ରେଟ୍ ଏଗେନ୍ ବୋଲିକିରି ତାଙ୍କର ଗୋଟେ ନୀତି ପ୍ରଣୟନ କଲେ। ଏବଂ ସେଇ ନୀତି ଅନୁସାରେ କିଛି ଖରାପ କଥା ନୁହେଁ, ତାଙ୍କ ଲୋକ ଭୋଟ ଦେଉଛନ୍ତି, ତେଣୁ ଯିଏ ଭୋଟ ପାଇକିରି ରାଷ୍ଟ୍ରପତି ହେଇଛନ୍ତି ସେ ତ ତାଙ୍କ ଦେଶର ସ୍ୱାର୍ଥ ଦେଖିବେ, କାହାର ଆପତ୍ତି ନାହିଁ। କିନ୍ତୁ ସେ କ'ଣ କଲେ ନା ନିୟମ ବହିର୍ଭୂତ କାର୍ଯ୍ୟ ଗୁଡ଼ିଏ କରିବାକୁ ଲାଗିଲେ। ଯାହା କୁହାଯାଉଛି ସେ ତାଙ୍କର ମନ ଇଚ୍ଛା ଯେଉଁ ଦେଶ ଉପରେ ଖୁସି ହେଲେ ତାଙ୍କ ଉପରେ କମ୍ ଟିକସ ବସେଇଲେ ଏବଂ ଯେଉଁ ଦେଶ ଉପରେ ସେ ଖପା ହେଲେ ତାଙ୍କ ଉପରେ ଅଧିକା ଟିକସ ବସେଇଲେ। କ'ଣ ସେ କଲେ ନା ଭାରତକୁ ସବୁବେଳେ ସେ ବହୁତ ଟେକନ୍ତି। ଆମ ପ୍ରଧାନମନ୍ତ୍ରୀ କି ଗ୍ରେଟ୍ ଫ୍ରେଣ୍ଡ ମୋଦି କହିକିରି ସେ ଅନେକ ସମ୍ବୋଧନ କରନ୍ତି, କିନ୍ତୁ କାମରେ ଦେଖାଗଲା ଡୋନାଲ୍ଡ ଟ୍ରମ୍ପ ଓଲଟା କାମ କରୁଛନ୍ତି। କ'ଣ ସେ କଲେ ନା ସିଏ କହିଲେ ଯେ ରଷିଆରୁ ତେଲ ଯଦି ଭାରତ ଆମଦାନୀ କରୁଛି ଏବଂ ରଷିଆ ତା ଦ୍ୱାରା ଯେତିକି ଯାହା ଟଙ୍କା ରୋଜଗାର କରୁଛି ତାକୁ ୟୁକ୍ରେନ ଯୁଦ୍ଧରେ ଖର୍ଚ୍ଚ କରୁଛି, ତେଣୁ ଭାରତକୁ ରଷିଆରୁ ତେଲ ଆଣିବାକୁ ହେବ ନାହିଁ। ଯଦି ଭାରତ ରଷିଆରୁ ତେଲ କିଣେ ତାହେଲେ ଆମେ ଭାରତ ଉପରେ ଅଧିକା ଟିକସ ବସେଇବୁ। ଭାରତରୁ ଆମଦାନୀ ହେଉଥିବା ଜିନିଷ ଯେଉଁଟା ଆମେରିକାରେ ବିକ୍ରି ହେବା ପାଇଁ ଯାଉଛି ତା ଉପରେ ଆମେ ଅଧିକା ଟିକସ ବସେଇବୁ। କେତେ ବସେଇଲେ ସେ ପ୍ରଥମେ 25% ବସେଇଥିଲେ, ତାପରେ ତାକୁ ବଢ଼େଇକିରି 50% କରିଦେଲେ ଏବଂ ଏବେ ଧମକ ଦେଇଛନ୍ତି ଯେ ତାକୁ 500% ସେ କରିବେ। ଅର୍ଥାତ୍ କୌଣସି ଜିନିଷ ଯଦି ଭାରତରୁ ଯାଇକିରି ଆମେରିକାରେ ବିକ୍ରି ହେବା ପାଇଁ ପଠାଯାଏ ସେ ଜିନିଷ ଆମେରିକାରେ ପହଞ୍ଚିବା ମାତ୍ରେ ତାପରେ 500%, ଶତକଡ଼ା 500 ଭାଗ ତା ଉପରେ ଟିକସ ବସିବ। ତାମାନେ ମୋଟାମୋଟି କହିବାକୁ ଗଲେ ସେ ଦେଶ ସହିତ ଆମ ଦେଶର ଆଉ ବାଣିଜ୍ୟିକ କାରବାର ହେଇପାରିବନି। ତାଙ୍କର ଉଦ୍ଦେଶ୍ୟ ହେଉଛି ସେଇଆ। କେବଳ ଭାରତ ଏହା ଦ୍ୱାରା କ୍ଷତିଗ୍ରସ୍ତ ହେଇଛି ତା ନୁହେଁ, ସାରା ପୃଥିବୀର ସବୁ ଦେଶ ଏଥିରେ କ୍ଷତିଗ୍ରସ୍ତ ହେଇଛନ୍ତି। ସବୁ ଦେଶ ପାଇଁ ଆମେରିକା ଗୋଟେ ବଡ଼ ବଜାର, ଜିନିଷ ତିଆରି କରି ସେ ମାର୍କେଟରେ ବିକିଲେ ବହୁତ ବିକ୍ରି ହୁଏ। ଆମ ଦେଶରୁ ଟେକ୍ସଟାଇଲ, ଗହଣା ଗାଣ୍ଠି ଅନେକ ଜିନିଷ ଯାଏ, ଚମଡ଼ାଜାତ ଦ୍ରବ୍ୟ ଅନେକ ଜିନିଷ ଆମେରିକାକୁ ଯାଇ ବିକ୍ରି ହୁଏ ଏବଂ ତା ଦ୍ୱାରା କେବଳ ଆମର ଯେ ଲାଭ ହୁଏ ତା ନୁହେଁ, ଆମ ଦେଶରେ ମଧ୍ୟ ଅନେକ ଲୋକ ସେଥିରେ କର୍ମସଂସ୍ଥାନ ମଧ୍ୟ ପାଇଥାନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଏହି ଧମକ ପରେ ଆମ ଦେଶରେ ନିଶ୍ଚିତ ଭାବରେ ଆମେରିକା ସହିତ ବାଣିଜ୍ୟିକ କାରବାରରେ କ୍ଷତି ହେଇଛି। 2025 ଗଲା ବର୍ଷ ସୁଦ୍ଧା ଯାହା ହିସାବ କରି ଦେଖାହେଇଛି ଯେ ଭାରତ ଆମେରିକାକୁ ଯେତିକି ଯାହା ଜିନିଷ ସବୁ ପଠାଉଥିଲା ବିକ୍ରି ହେବା ପାଇଁ ତାର ପାଖାପାଖି 29% ଭାଗ କମିଯାଇଛି। ଏବଂ ଯଦି 500% ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯଦି 500% ଟାରିଫ ବସାନ୍ତି, କର ବସାନ୍ତି, ତାହେଲେ କହିବାକୁ ଗଲେ ଭାରତ ଆମେରିକା ମଧ୍ୟରେ ବାଣିଜ୍ୟିକ କାରବାର ଠପ୍ ହେଇଯିବ। ୟାର ଭିତରେ ଭାରତର ଗୋଟେ ଟ୍ରେଡ୍ ଡେଲିଗେସନ ଆମେରିକା ସହିତ ଯାଇକରି ଅନେକ ବାର ୟା ଭିତରେ ଆଲୋଚନା କରିକି ଆସିଛନ୍ତି କିଭଳି ଭାବରେ ଆମେରିକା ସହିତ ଭାରତର ବାଣିଜ୍ୟିକ ରାଜିନାମା ଉଭୟ ଦେଶକୁ ସୁହାଇଲା ଭଳିଆ କରାଯାଇପାରିବ। କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯାହା ବୁଝିଛନ୍ତି, ସେ ଡୋନାଲ୍ଡ ଟ୍ରମ୍ପ ଯାହା ବୁଝିଛନ୍ତି ସେଇଆ, ତେଣୁ ସିଏ କହିଛନ୍ତି ନା ବର୍ତ୍ତମାନ ପାଇଁ କିଛି ହେଇପାରିନି। ବର୍ତ୍ତମାନ ପରିସ୍ଥିତି ଏଇଆ ହେଇଛି ଯେ ଭାରତ ଆଉ ଆମେରିକା ଭିତରେ ଯେଉଁ ବାଣିଜ୍ୟିକ ରାଜିନାମା ଆଲୋଚନା ହେବାର ଥିଲା ତାକୁ ଏକ ପ୍ରକାର କହିବାକୁ ଗଲେ ବନ୍ଦ ହେଇଯାଇଛି। କେବଳ ଯେ ଭାରତ ଏହା ଦ୍ୱାରା କ୍ଷତିଗ୍ରସ୍ତ ହେଇଛି ତା ନୁହେଁ, ପୃଥିବୀର ସବୁ ଦେଶ କହିବାକୁ ଗଲେ କ୍ଷତିଗ୍ରସ୍ତ ହେଇଛନ୍ତି। ଏ କଥା ଆମେରିକାର କୋର୍ଟରେ ଉଠିଲା। ଆମେରିକାର ନ୍ୟାୟାଳୟରେ ଯାଇ ସେଠିକାର ମଧ୍ୟ ଅନେକ ଲୋକ ଯାଇକରି ମକଦ୍ଦମା କଲେ
ଯେ ଆଜ୍ଞା ଏ ପ୍ରକାର ଅନ୍ୟାୟ କାର୍ଯ୍ୟ କରାଯାଉଛି ଯାହାଦ୍ୱାରା ଆମେରିକାର ବହୁତ କ୍ଷତି ହେବ। କାହିଁକିନା ବିଦେଶରୁ ଆସୁଥିବା ଜିନିଷ ଯଦି ଆମେରିକାରେ ସେମାନେ ନ ପଠାନ୍ତି ଏବଂ ବିକ୍ରି ନ କରନ୍ତି, ଏଥିରେ କେବଳ ଯେ ସେଇ ଦେଶ ଯେଉଁମାନେ ରପ୍ତାନି କରୁଛନ୍ତି ବିକ୍ରି ଦ୍ରବ୍ୟ ଯୋଗ୍ୟ ବିକ୍ରି ଯୋଗ୍ୟ ଦ୍ରବ୍ୟ ପଠାଉଛନ୍ତି ତା ନୁହେଁ, ଆମ ଦେଶର ଲୋକମାନେ ମଧ୍ୟ ତା ଦ୍ୱାରା କ୍ଷତିଗ୍ରସ୍ତ ହେବେ। ଆମ ଦେଶର ବାଣିଜ୍ୟିକ ପ୍ରଭାବ ଇଏ ମଧ୍ୟ କମି କମି ଯିବ। ଏମିତି ଅଭିଯୋଗ କରି ସେମାନେ ମଧ୍ୟ ତଳ କୋର୍ଟରେ ଯାଇ କେସ୍ କରିଥିଲେ ଏବଂ 2ଟି ତଳ କୋର୍ଟ ଯାହା ନିଷ୍ପତ୍ତି ଶୁଣାଇଛନ୍ତି ବର୍ତ୍ତମାନ ସୁଦ୍ଧା ସିଏ ହେଉଛି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ଯାଇଛି। ଅର୍ଥାତ୍ ପ୍ରଥମ କୋର୍ଟ ଇଣ୍ଟରନ୍ୟାସନାଲ ଟ୍ରେଡ୍ ମାନେ ଆନ୍ତର୍ଜାତିକ ବାଣିଜ୍ୟ କାରବାର ସମ୍ପର୍କୀୟ ଯେଉଁ କୋର୍ଟରେ କେସ୍ ହୁଏ ସେ କୋର୍ଟ ମଧ୍ୟ କହିଛି ରାଷ୍ଟ୍ରପତି ଟାରିଫ ବଢ଼େଇ ଅର୍ଥାତ୍ କର ବଢ଼େଇକିରି ତାଙ୍କ କ୍ଷମତାର ବହିର୍ଭୂତ କରିଛନ୍ତି କାର୍ଯ୍ୟ। ଅର୍ଥାତ୍ ରାଷ୍ଟ୍ରପତିଙ୍କର ଏ ପ୍ରକାର ଅଧିକାର ନାହିଁ। ଆମେରିକା ସମ୍ବିଧାନ ରାଷ୍ଟ୍ରପତିଙ୍କୁ ଏ ପ୍ରକାର ଅଧିକାର ଦେଇନାହିଁ ଯେ ତାଙ୍କ ମନକୁ ସେ କୌଣସି ଦେଶର ଜିନିଷ ଆସି ତାଙ୍କ ଦେଶରେ ବିକ୍ରି ହେବା ଉପରେ ଟିକସ ଜାରି କରିପାରିବେ। ତାଙ୍କର ସେ ଅଧିକାର ନାହିଁ। ଯାହା କିଛି ଟିକସ ବାବଦୀୟ ନିଷ୍ପତ୍ତି ନିଆଯିବ ତାହା କେବଳ ଆମେରିକାର କଂଗ୍ରେସ ହିଁ ନେବ। ଅର୍ଥାତ୍ ଆମେରିକାର ଯେଉଁ ପାର୍ଲାମେଣ୍ଟ ଅଛି ସେଇ ପାର୍ଲାମେଣ୍ଟ ହିଁ ନେବ। ରାଷ୍ଟ୍ରପତିଙ୍କର ସେଥିରେ କୌଣସି ପ୍ରକାର ଅଧିକାର ନାହିଁ କହିବା ପାଇଁ। 2ଟି ଯାକ ତଳ କୋର୍ଟ ଏ ବିଷୟରେ ନିଷ୍ପତ୍ତି ନେଇଛନ୍ତି ଯେ ରାଷ୍ଟ୍ରପତିଙ୍କର ଅଧିକାର ନାହିଁ ଏବଂ ସେ ଅଧିକାର ବହିର୍ଭୂତ କାର୍ଯ୍ୟ କରିଛନ୍ତି। କିନ୍ତୁ ରାଷ୍ଟ୍ରପତି ସିଏ ସାଙ୍ଗେ ସାଙ୍ଗେ ସୁପ୍ରିମକୋର୍ଟରେ ଯାଇକରି କେସ୍ ଦାୟର କରିଛନ୍ତି ଆମେରିକା ସରକାର ପକ୍ଷରୁ। ବର୍ତ୍ତମାନ ବିଚାରାଧୀନ ଅଛି ସୁପ୍ରିମକୋର୍ଟରେ ଯେ ରାଷ୍ଟ୍ରପତିଙ୍କର ଇଏ କ୍ଷମତା ଅଛି ନା କ୍ଷମତା ବହିର୍ଭୂତ କାର୍ଯ୍ୟ କରୁଛନ୍ତି। ୟା ଭିତରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି ଏବଂ ଏ ଶୁଣାଣିର ଫଳ ବା କୋର୍ଟର ରାୟ ଅଳ୍ପ କିଛି ଦିନ ଭିତରେ ଆସିଯିବ ବୋଲିକରି ଯାହା କୁହାଯାଉଛି। ନିର୍ଦ୍ଦିଷ୍ଟ ତାରିଖ ଜଣା ନଥିଲେ ମଧ୍ୟ ଅଳ୍ପ ଦିନ ଭିତରେ ଆସିଯିବ ବୋଲି କୁହାଯାଉଛି। ଆମେ ଅନେକ ସମୟରେ ଭାରତରେ ଏ ବିଷୟରେ ମଧ୍ୟ ଚର୍ଚ୍ଚା ହେଉଛି ଯେ କାହିଁକି ଆମେରିକା ଭାରତ ପ୍ରତି ଏ ପ୍ରକାର ମନୋଭାବ ପୋଷଣ କଲା। କାହିଁକି ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୋର ବହୁତ ଭଲ ବନ୍ଧୁ ଏବଂ ଭାରତଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କୁ ଏତେ ପ୍ରଶଂସା କରୁଥିବା ବେଳେ କାହିଁକି ଆମେରିକା ଭାରତ ଉପରେ ଏ ପ୍ରକାର କଟକଣା ଲାଗୁ କଲା। ଏହାର ମୂଳ କାରଣ ହେଉଛି ଯାହା ଅନେକ ସମୟରେ ଆଲୋଚନା ହୁଏ। ଯେତେବେଳେ ଅପରେସନ ସିନ୍ଦୁର ହେଉଥିଲା, ପାକିସ୍ତାନ ବିରୁଦ୍ଧରେ ଭାରତ ଯେତେବେଳେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ପହଲଗାଁव ଘଟଣା ପରେ, ସେତେବେଳେ 2 ଦିନ ପରେ ପ୍ରାୟ 2-3 ଦିନ ପରେ ସେ ଘଟଣା ଯେତେବେଳେ ବନ୍ଦ ହେଇଗଲା, ଅପରେସନ ସିନ୍ଦୁରକୁ ସ୍ଥଗିତ ରଖାଗଲା, ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇନି, ସ୍ଥଗିତ ରଖାଗଲା। ୟାର ପରେ ପରେ ଇମିଡିଏଟଲି କହିବାକୁ ଗଲେ କୌଣସି ସମୟ ନଷ୍ଟ ନକରି ଆମେରିକାର ରାଷ୍ଟ୍ରପତି ତୁରନ୍ତ କହିଲେ ମୁଁ ନିଶାପ କଲି, ମୁଁ ତାଙ୍କ ଭିତରେ ମଧ୍ୟସ୍ଥତା କରିକିରି ଭାରତ ପାକିସ୍ତାନ ଭିତରେ ଯୁଦ୍ଧଟାକୁ ବନ୍ଦ କରେଇଦେଲି। ମୁଁ ଆସିଲା ପରେ ହ୍ୱାଇଟ୍ ହାଉସ୍କୁ ରାଷ୍ଟ୍ରପତି ହେଇକରି ପୃଥିବୀର ବହୁ ଦେଶ ଭିତରେ ଯେଉଁ ବିବାଦ ଲାଗିଥିଲା, ଯୁଦ୍ଧ ପରିସ୍ଥିତି ହେଇଥିଲା, ମୁଁ ତାକୁ ବନ୍ଦ କରିଛି। ସେ ଓପନଲି ମଧ୍ୟ ଦାବି କଲେ, ଖୋଲାଖୋଲି ଭାବରେ ସେ ମଧ୍ୟ ଦାବି କଲେ ଯେ ନୋବେଲ ଶାନ୍ତି ପୁରସ୍କାର ତାଙ୍କୁ ହିଁ ମିଳିବା ଦରକାର।